ବୋଉ ପିଲାବେଳେ କହୁଥିଲା, ଝିଅ ଜନ୍ମ ପର ଘରକୁ, ପର ଘରେ ନିଜ ମନ ମୁତାବକ କାମ ଚଳେନି। ତେଣୁ ପାଠପଢ଼ା ସଙ୍ଗେ ସଙ୍ଗେ ଘର କାମ ଶିଖିଗଲେ କେହି ପଦେ ବାରିବାକୁ ନଥିବେ। ଆମକୁ ସବୁ ଘର କାମ ସହ ପାଠ ପଢ଼ିବାକୁ ପଡ଼ୁଥିଲା। ଭାଇ ପାଠପଢ଼ା ସହ ସାଙ୍ଗମାନଙ୍କ ସହ ବାହାରକୁ ଖେଳି ବୁଲି ଯାଏ। ଆମ ପାଇଁ ସେ ସୁବିଧା ନଥିଲା, ଆମେ ଝିଅ ପିଲା ବୋଲି। ବୋଉ କହୁଛି ମାନେ ନିଶ୍ଚୟ ଆମ ଭଲ ପାଇଁ କହୁଥିବ, ଏ କଥା ଦିଦି ମୋତେ ବୁଝେଇ ଦିଏ। ଆମେ 2 ଭଉଣୀ ସାଙ୍ଗ ହୋଇ ସ୍କୁଲ ଯାଉ, ସ୍କୁଲରୁ ସିଧା ଘରକୁ। ମୋର ମନେ ଅଛି କି ମୁଁ ତୃତୀୟରେ ପଢ଼ିଲା ବେଳେ ଦେଇ 6ଠ ଶ୍ରେଣୀରେ ପଢ଼ୁଥିଲା, ଆଉ ମୁଁ 7ମରେ ପଢ଼ିଲା ବେଳକୁ ଦିଦିର ପାଠରେ ଡୋରି ବନ୍ଧା ହେଲା। ଭାଇ କଲେଜରେ ପଢ଼ୁଥିଲା। ଭାଇର ପଢ଼ା ଖର୍ଚ୍ଚ ବାପା ଯୋଗେଇ ପାରିନଥିଲେ। ଦିଦି ନିଜେ ନିଜେ ପଢ଼ିବାକୁ ମନା କଲା। ସାନ ବାପା ଭାଇର ପଢ଼ା ଖର୍ଚ୍ଚ ଉଠେଇବାକୁ ରାଜି ହେଲେ ବାପା ବଡ଼ ହୋଇଥିବାରୁ ନିଜ ସ୍ୱାଭିମାନରେ ଆଞ୍ଚ ଆଣିବାକୁ ଚାହୁଁନଥିଲେ। ହେଲେ ସେତେବେଳେ ମୁଁ ବୁଝିପାରୁନଥିଲି, ସାନ ବାପା ଦିଦିର ପାଠପଢ଼ା ପାଇଁ କାହିଁ ତ ଥରୁଟିଏ କିଛି କହିଲେନି। ସେ ଚାହିଁଥିଲେ ତ ଦିଦିକି ବି ପଢ଼େଇ ପାରିଥାନ୍ତେ। ବାପା ସ୍କୁଲରେ ପିଅନ ଚାକିରିଟିଏ କରିଥିଲେ। ସାନ ବାପାଙ୍କର ବ୍ଲକରେ କିରାନୀ ଚାକିରି। ସେ ଭଲ 2 ପଇସା ରୋଜଗାର କରନ୍ତି। ହେଲେ ଘର ଖର୍ଚ୍ଚ ବାବଦକୁ ସମସ୍ତଙ୍କୁ ସମାନ ପଇସା ଦେବାକୁ ପଡ଼େ। ଭାଇ ପୁରୀ SCS କଲେଜରେ 2ୟ ବର୍ଷ ବିଜ୍ଞାନ ପଢ଼ିବା ବେଳେ ବାପାଙ୍କର ହୃଦଘାତରେ ଦେହାନ୍ତ ହୋଇଗଲା। ଘରର ମଝି ଖୁମ୍ବଟି ଅକାଳରେ ଖସି ପଡ଼ିବାରୁ ଆମ 3 ଜଣଙ୍କ ଦାୟିତ୍ୱ ବୋଉ ମୁଣ୍ଡ ଉପରେ ବୋଝ। ଯେତେ କଷ୍ଟ ହେଲେ ବି ବୋଉ ଭାଇର ପଢ଼ାରେ କେବେ ଆଞ୍ଚ ଆଣିବାକୁ ଦେଇନି। ଘରେ ପଇସାର ଅଭାବ ଅଛି ବୋଲି ଭାଇକି କେବେ ଅନୁଭବ କରିବାକୁ ବି ଦେଇନି। ବାପାଙ୍କ ପେନସନ ପଇସା କେତେ ଯେ, ସେଥିରେ ଭାଇର ପାଠପଢ଼ା ସହ ବୋଉ ଘର ଚଳିବା ପାଇଁ ଭାଗ ପଇସା ଦେଇପାରିବ। ପଇସା ପାଇଁ ଘରେ ଝଗଡ଼ା ଆରମ୍ଭ ହୋଇଗଲା। ଯଦିଓ ସାନ ବାପା ଚାହୁଁନଥିଲେ ବୋଉ ଘର ଖର୍ଚ୍ଚ ପାଇଁ ପଇସା ଦେଉ, ହେଲେ ସାନ ବୋଉ ଡରରେ ଚୁପ୍ ଥିଲେ। ସାନ ବୋଉ ସବୁବେଳେ ଚାହୁଁଥିଲେ ଆମେ ତାଙ୍କଠାରୁ ଅଲଗା ହୋଇଯାଉ। ସାଙ୍ଗରେ ରହିଲେ 2 ଝିଅଙ୍କର ଭାର ତାଙ୍କ ମୁଣ୍ଡ ଉପରେ। ଯଦି ବାହାଘର ନ କରିବେ ଗାଁ ଲୋକ ଛି ଛାକର କରି କହିବେ। ସବୁବେଳେ ମନକୁ ଯାହା ଆସେ ବୋଉକୁ ଗାଳି ଦିଏ। ବୋଉ ସବୁ ସହି ଚୁପ୍ ରୁହେ। ଆମେ ବୋଉକୁ କହିଲେ ବୋଉ ଆମକୁ ବୁଝେଇ ଦିଏ। ସାନ ବାପା ଆମର ଆଶାବାଡ଼ି। ଆମେ ସେଇଥିପାଇଁ ସମସ୍ତେ ଚୁପ୍ ରହୁ। ଭାଇର ବିଟେକ୍ ପଢ଼ିବା ସମୟରେ ଅଧିକ ପଇସା ଦରକାର ହେଲା। ବୋଉ ଆମ ଭାଗର କିଛି ଜମି ସାନ ବାପାଙ୍କ ନାମରେ ଲେଖି ପଇସା ଆଣିଥିଲା। ତାଙ୍କ ଉପରେ ଆଉ କିଛି ପଇସା ବାକି ନଥିଲା। ସେ ସବୁ ମାସରେ ଭାଇକି ହଷ୍ଟେଲ ଖର୍ଚ୍ଚ ବାବଦକୁ ପଇସା ପଠେଇ ସେଥିରୁ ହିସାବ କରି ସୁଝିଦେବେ ବୋଲି କଥା ଦେଲେ। ଦିଦି ଗାଁରେ ସାନ ବାପା ପୁଅ ଦୀପକ ସହ ଆଉ 4 ଜଣଙ୍କୁ ଧରି ଚାହାଳି କଲା। ଧୀରେ ଧୀରେ ପିଲା ବଢ଼ିବାକୁ ଲାଗିଲେ। ଦିଦିର କିଛି ପଇସା ହେଇଗଲା। ଦିଦି ସେ ପଇସା ଘର ଖର୍ଚ୍ଚରେ କିଛି ଯୋଡ଼ି ଆଉ କିଛି ମୋତେ ପଢ଼ିବାକୁ ଦେଉଥାଏ। ମୋର 10ମ ବର୍ଷ। ଦିଦି ପାଇଁ ଗୋଟେ ବାହାଘର ପ୍ରସ୍ତାବ ଆସିଥାଏ। ଦିଦିର ବୟସ କେତେ ଯେ ସେ ବାହା ହେବାକୁ ମନା କଲା। ହେଲେ ସାନ ବୋଉ ସେଇ କଥାକୁ ଅନର୍ଥ କରି 12 କଥା ଦିଦିକୁ ଶୁଣେଇଲା। ବୋଉର ସଂସ୍କାରର ଛାଞ୍ଚରେ ସେ ଗଢ଼ା। ସାନ ବୋଉର କଥା ଗୁଡ଼ାକ ବୋଉ ଦେହରେ ଛୁରୀ ପରି ଚାଲି ଯାଉଥାଏ। ସେଦିନ ବୋଉ ବାପାଙ୍କୁ ମନେ ପକେଇ ବହୁତ କାନ୍ଦିଥିଲା। ବାପା ଥିଲେ ତା ପିଲାମାନଙ୍କ ଉପରକୁ କେହି ଆଙ୍ଗୁଳିଟିଏ ଉଠେଇ ପାରିନଥାନ୍ତେ। ଦିଦିକୁ ବୁଝେଇ ସୁଝେଇ ବୋଉ ବାହା ହେବା ପାଇଁ ରାଜି କରାଇଲା। ସେଇଥିପାଇଁ ବୋଉକୁ ଆଉ ଖଣ୍ଡେ ଜମି ବିକ୍ରି କରିବାକୁ ପଡ଼ିଥିଲା। ବାହାଘରରେ ଯେତେ ଖର୍ଚ୍ଚ, ବୋଉ ତା ବାହାଘର ବେଳର ସୁନା ଗହଣା ସବୁ ଦିଦିକୁ ଦେଇଥିଲା। ଦିଦି ସେଦିନ ବାପା ଭାଇ ଭାଇ ହେଇ ବହୁତ କାନ୍ଦିଛି। ମୁଁ ଦିଦିକୁ ଯେତେ ବୁଝେଇଲେ ବି ସେ ବୁଝିବାକୁ ରାଜି ନଥିଲା। ଭାଇର ସେତେବେଳେ ବିଟେକ୍ ଶେଷ ବର୍ଷ, ପରୀକ୍ଷା ପାଇଁ ସମୟ ଥିଲା। ଭାଇ ଚାହିଁଥିଲେ ଆସିପାରିଥାନ୍ତା। ଗୋଟିଏ ଦିନ ଦିଦିର ବାହାଘରକୁ ଆସିଥିଲେ ଦିଦି ଏତେ କାନ୍ଦି ନଥାନ୍ତା। ସେଦିନ ମୋର ବି ଭାଇ ଉପରକୁ ବହୁତ ରାଗ ଚିଡ଼ୁଥାଏ। ଦିଦି ତା ଦୁଃଖ ନେଇ ଶାଶୁ ଘରକୁ ଚାଲିଗଲା। ତା କାମ ମୋ ହାତରେ ପଡ଼ିଲା। ସେ ଘରେ ସାନ ବୋଉ ପାଖରେ ଯାହା ଯାହା କାମ କରୁଥିଲା ସେ କାମ ମୋର। ତା ଚାହାଳି ପିଲାଙ୍କୁ ପାଠ ପଢ଼ାଇବା ଦାୟିତ୍ୱ ବି ମୋର। ଭାଇ ବିଟେକ୍ ପରେ ଆଗକୁ ପଢ଼ିବାକୁ କହିଲା। ହେଲେ ବୋଉ ପାଖରେ ଥିବା ସବୁ ସମ୍ବଳ ବୋଉ ବିକ୍ରି କରିସାରିଛି। ତା ପାଖରେ ଆଉ କିଛି ନାହିଁ।
ଯେ ସେ ବିକ୍ରି କରି ପଇସା ଆଣି ଭାଇକି ଦେବ। ମୁଣ୍ଡ ଗୁଞ୍ଜିବାକୁ ଚାଳ ଘର ଦିବଖରା ଛଡ଼ା ଆଉ ହାତରେ କିଛି ନାହିଁ। ବୋଉ ତୁନି ତୁନି ଭାଇ ସାଙ୍ଗରେ କଥା ହେଉଥାଏ। ମୋ ପାଖରେ ଆଉ କିଛି ନାହିଁ ଯେ ମୁଁ ତୋତେ ଆଗକୁ ପଢ଼ିବାକୁ ଯୋଗେଇ ପାରିବି। ତୁ ପାଠପଢ଼ା ବନ୍ଦ କରି କିଛି ଗୋଟେ ଛୋଟ ମୋଟ ଚାକିରି କର। ଆଗକୁ ମିତାର ବାହାଘର ଅଛି। କେତେ ଦିନ ଏମିତି ସାନ ବାପାଙ୍କ ଉପରେ ବୋଝ ହୋଇ ରହିଥିବୁ। ଭାଇ ସେତିକିରେ ସେପଟୁ ଫୋନ୍ କାଟିଦେଲା। ମୁଁ ବାହାଘର କଥା ଶୁଣି ଘରୁ ରାଗ ତମ ତମ ହୋଇ ବାହାରି ଆସିଲି। କବାଟ ପାଖରେ ସାନ ବାପାଙ୍କୁ ଭେଟିଲି। ସେ ବୋଉର ସବୁ କଥା ଶୁଣି ସାରିଥିଲେ। ଘର ଭିତରକୁ ଯାଇ ବୋଉ ସହ କ'ଣ କଥା ହେଲେ ମୁଁ ଜାଣିନି। ସାନ ବୋଉକୁ ନ ଜଣେଇ ଭାଇକୁ ଲୋନ୍ କରି ପଢ଼ିବାକୁ ପଇସା ଦେବାକୁ କହିଲେ। ଚାକିରି କରିବା ପରେ ସେ ପଇସା ତକ ଶୁଝିବା ଦାୟିତ୍ୱ ଭାଇ ଉପରେ ଛାଡ଼ିଦେଲେ। ମୁଁ ସାନ ବାପାଙ୍କୁ ଜମାରୁ ବୁଝିପାରିନି ତାଙ୍କର ଆମ ପ୍ରତି ଭଲ ପାଇବା ଅଛି କି ନାହିଁ। ହେଲେ ବୋଉ କଥା ମାନି ତାଙ୍କୁ ସବୁବେଳେ ମୋ ବାପାଙ୍କ ଜାଗାରେ ଜାଗା ଦିଏ। ସେତେବେଳକୁ ମୁଁ ଚାହାଳି ସହିତ ଗାଁ ମହିଳା ସମିତିରୁ ଲୋନ୍ ଆଣି ମହିଳା ସମିତିର ସବୁ ସଦସ୍ୟମାନଙ୍କ ସହଯୋଗରେ ଛୋଟ ଶିଳ୍ପଟିଏ ଚଳାଉଥାଏ। ଘର କାମ ସାରି ବଳକା ସମୟରେ ସମସ୍ତେ ହସ୍ତଶିଳ୍ପରେ କାମ କରି କିଛି ପଇସା ରୋଜଗାର କରିପାରୁଛନ୍ତି ବୋଲି ଖୁସି ଥାନ୍ତି। ମୋର ବି ଘର ଖର୍ଚ୍ଚ ପାଇଁ ପଇସା ଦରକାର। ସାନ ବୋଉ ଆଉ ଆମ ଉପରେ ବେଶୀ ରଟଛଟ ହୁଏନି କି ବୋଉ ଉପରେ ରବେଇ ଖବେଇ ହୁଏନି। ଭାଇ ସାନ ବାପାଙ୍କ କଥାରେ ରାଜି ହୋଇ ପଇସା ନେଇ ଏମ୍ଟେକ୍ କଲା। ସେଦିନ ଆଉ ବୋଉ ପାଖକୁ ବେଶୀ ଫୋନ୍ ଫାନ୍ କରେନି କି ପୂଜା ପର୍ବାଣୀରେ ବେଶୀ ଘରକୁ ଆସେନି। ପଢ଼ା ସରି 2 ବର୍ଷ ବିତିଗଲା। ଫୋନ୍ ଫାନ୍ କରେନି। ସାନ ବାପାଙ୍କ ସହ କେତେବେଳେ କେମିତି କଥା ହୁଏ। ମୁଁ ଯେତେ ଫୋନ୍ କଲେ କାଟିଦିଏ। ବୋଉ ଫୋନ୍ କଲେ ଫୋନ୍ ଉଠାଏନି। ବୋଉ ଭାରି ମନ ଦୁଃଖ କରି କାନ୍ଦେ। ଖାଲି କହିବ ମୁଁ ପଇସା ଯୋଗେଇ ପାରିଲିନି ବୋଲି ସୁଧୀର ମୋ ଉପରେ ରାଗିଛି। ସେ ଚାକିରି କଲେ ପାଖରେ ପଇସା ହୋଇଗଲେ ବଳେ ଘରକୁ ଫେରି ଆସିବନି। ପିଲା ଲୋକ ବାହାରେ ଅଳ୍ପ ପଇସା ନେଇ କେତେ କଷ୍ଟରେ ଚଳୁଥିବ। ସେଥିରେ ପୁଣି ଋଣ ବୋଝ ତାକୁ ଖାଇଯାଉଥିବ। ବୋଉ ଠିକ୍ କଥା ତ କହୁଥିଲା। ମୁଁ ଯାହା ରାଗିଥିଲି ଭାଇ ସାନ ବାପାଙ୍କ ଠାରୁ ପଇସା ନେଇ ପଢ଼ୁଛି ବୋଲି। ଭାଇର ଗୋଟେ ଭଲ ପ୍ରାଇଭେଟ୍ କମ୍ପାନୀରେ ବାଙ୍ଗାଲୋରରେ ଚାକିରି ହୋଇଗଲା। ଭାଇ ସେଦିନ ବୋଉକୁ ଫୋନ୍ କରି ଘଣ୍ଟାଏ କଥା ହେଇଛି। ବୋଉ ଆଖିରୁ ଲୁହ ଛଳ ଛଳ ହୋଇ ବହି ପଡ଼ୁଥାଏ। ମୁଁ ବି ଖୁସିରେ ଆଣ୍ଟା କରି ବୋଉ ମୁହଁକୁ ଚାହିଁଥାଏ। ବୋଉ ମୁହଁରେ ଏ ଖୁସି ମୁଁ ବାପା ଗଲା ଦିନୁ ଦେଖିନି। ଫୋନ୍ ରଖି ବୋଉ ବାପାଙ୍କ ଫଟୋ ପାଖକୁ ଯାଇ କ'ଣ ଭାବୁଥାଏ। ସାନ ବାପା ଗାଁ ସାରା ମିଠା ବାଣ୍ଟୁଥାନ୍ତି। ତାଙ୍କ ମିଠା ବଣ୍ଟା ଦେଖି ମୁଁ ବି ଅଡ଼ୁଆରେ। ତାଙ୍କୁ ବୁଝିବା ପାଇଁ ବୋଧେ ମୋ ପାଖରେ ଶକ୍ତି ନଥିଲା ସେତେବେଳେ। ଚାକିରି କରିବା ପରେ ପ୍ରଥମ ମାସରେ ଭାଇ ବୋଉ ପାଖକୁ 10,000 ଟଙ୍କା ପଠାଇଥିଲା। ବୋଉର ହାତ ଖର୍ଚ୍ଚ ବାବଦକୁ। ଘର ଖର୍ଚ୍ଚ ପାଇଁ ସାନ ବାପାଙ୍କ ପାଖକୁ ଅଲଗା ପଇସା ପଠାଇଥିଲା। ଦୁଃଖ ପରେ ସୁଖ ଆସେ। 2 ଦିନ ପାଇଁ ହେଉ ପଛେ ଆମ ଜୀବନରେ ବି ସୁଖର କିରଣ ଗୁଡ଼ିକ ବିଛେଇ ହୋଇ ପଡ଼ିଥିଲା। ଆମ ଘରର ସବୁ ଲୁଚାଛପା କନ୍ଧି ଚିକ୍ ଚିକ୍ କରୁଥିଲା। ସାନ ବାପା ଗାଁ ଦାଣ୍ଡରେ ଛାତି ଫୁଲେଇ ଚାଲୁଥିଲେ। ଆଉ ଘରର ସବୁ ଅଭାବ ବର୍ଷ 2ଟାରେ ପୂରଣ ହୋଇସାରିଥିଲା। ଆମ ନୂଆଣିଆ ଚାଳ ଛପର ଘର ତଳକୁ ଖଞ୍ଜାଏ କୋଠା ଘର ତୋଳା ହେଲା। ଏଥର ବୋଉ ବ୍ୟସ୍ତ ହୋଇ ପଡ଼ୁଥିଲା ମୋ ବାହାଘର ପାଇଁ। କେତେ କ'ଣ କିଣାକିଣି କରି ସଜାଡ଼ୁଥିଲା। ହେଲେ ମୋ ଠାରୁ ଯେ ଭାଇ ବଡ଼, ଭାଇର ଆଗ ବାହାଘର ହେବା କଥା ସେତକ ମୁଣ୍ଡରେ ପୂରେଇ ନଥିଲା। ଝିଅ ବୋଝ ମୁଣ୍ଡରୁ ଉତୁରି ଗଲେ ବୋହୂ ଘରକୁ ଆଣିବ, ସେଇ କଥା ତା ମନରେ ଚାଲିଥିଲା। ଭାଇର ସାଙ୍ଗ ଆମ ଗାଁ ମନୁଆ ଭାଇ ଦିନେ ଆସି ବୋଉକୁ କହିଲେ କି ଖୁଡ଼ି ସୁଧୀରର ଆଗ ବାହାଘର କରୁନ। ମିତାର ତ ବୟସ ହୋଇନି। ତା ଛଡ଼ା ସୁଧୀର ପାଖରେ କୋଉ ପଇସାର ଅଭାବ ଅଛି ଯେ ସେ ବାହାଘର ଖର୍ଚ୍ଚ ଉଠେଇ ପାରିବନି। ବୋଉ ମନରେ ସନ୍ଦେହ ହେଲା। ସୁଧୀର ଏ କଥା ମନୁଆକୁ ନ କହିଥିଲେ ସେ ହଠାତ୍ ଏମିତି କହିନଥାନ୍ତା। ଘରେ ମୋର ବାଡ଼ୁଅ ଝିଅ ଥାଉ ଥାଉ ପୁଅ ବାହାଘର କଥା ଭାବିବି କେମିତି? ମନୁଆ ଭାଇକୁ ପଚାରୁ ପଚାରୁ କଥାଟା ଜଣାପଡ଼ିଲା। ମ୍ୟାଟ୍ରିମୋନିରୁ ଭାଇ ଗୋଟେ ଝିଅକୁ ବାହା ହେବାକୁ ଠିକ୍ କରିଛି। ସେ ଝିଅ ଘର ବାହାଘର ପାଇଁ ବ୍ୟସ୍ତ। ଭାଇର ଚାକିରି ଆଉ ଫଟୋ ଦେଖି ସେମାନେ ରାଜି। ସେ ଝିଅ ସହ ମାସେ ହେଲାଣି ଭାଇ ଫୋନ୍ରେ କଥା ହେଉଛି। ମନୁଆ ଭାଇକୁ ଏ କଥା ଘରେ ଜଣାଇବାକୁ ନିଜେ ସୁଧୀର ଭାଇ ହିଁ କହିଛି। ଏ କଥା ଶୁଣିବା ପରେ ବୋଉର ମୁହଁଟା ଶୁଖି ଯାଇଥିଲା। ବାପା ସିନା ନାହିଁ,
ଘରେ କ'ଣ ଆଉ କେହି ମୁରବି ନାହାନ୍ତି? ନିଜ ବାହାଘର ନିଜେ ଠିକ୍ କରିସାରିଛି। ସାନ ବାପା ଏ କଥା ଶୁଣିଲେ କ'ଣ ଭାବିବେ? ସେ କ'ଣ ପର ପୁରା ନା? ଆମେ କ'ଣ ତା ସୁଖ ଚାହୁଁନୁ? ସେ ଯଦି ଚାହୁଁଛି ଆଗ ବାହା ହେବାକୁ, ଆମର ସେଥିରେ ମନା ନାହିଁ। ହେଲେ ଆମ ଘରଠାରୁ ଏତେ ଦୂରରେ ପିଲା, ସେ କେମିତିକା ଝିଅ, ତା ଘର ଲୋକ କେମିତି, ତାଙ୍କ ବିଷୟରେ ଆମକୁ ଜଣା ନାହିଁ। ଆମେ କେମିତି କିଛି ନ ଜାଣି ତାକୁ ଘରର ବୋହୂ କରିବୁ? ଭାଇ ଜିଦ୍ ଧରି ବସିଲା, ସେଇଠି ବାହାଘର ହବ। ସାନ ବାପା ଖାଲି ଲୋକ ଦେଖାଣିଆ ଦେଖିବାକୁ ଯାଇ ମୁଦି ପିନ୍ଧେଇ ଆସିଲେ। ତାଙ୍କ ଘର ଲୋକ ଆମ ଘରକୁ ଭାଇକୁ ଦେଖିବାକୁ ଆସିବେ ବୋଲି ଜଣାଇଲେ। ଭାଇ ବାଙ୍ଗାଲୋରରୁ ଆସିଲା। ଭାଇକୁ ଦେଖି ମୁଦି ଦେଇଗଲେ। ତାଙ୍କ କଥାବାର୍ତ୍ତାରୁ ଯାହା ଜଣାପଡ଼ୁଥିଲା, ସେମାନେ ଆମ ଘରକୁ ଦେଖି ତାଙ୍କ ଝିଅ ଦେବାକୁ ରାଜି ନଥିଲେ। ସମସ୍ତଙ୍କର ବାହାଘରରେ ରାଜି ଅରାଜି ଭିତରେ ନିର୍ବନ୍ଧଟା ସରିଗଲା। ବାହାଘର 4 ଦିନ ଅଛି। ଝିଅର ବାପା ଫୋନ୍ କରି କହିଲେ, ବାହାଘର ହେବ, ହେଲେ ମୋ ଝିଅ ତୁମ ଘରକୁ ବୋହୂ ହେଇଯିବନି। ସାନ ବାପା କହିଲେ, ତାହେଲେ ଏ କେମିତିକା ବାହାଘର? ବାହାଘର ହବ, ଝିଅ ଶାଶୁ ଘରକୁ ଆସିବନି, କେମିତି ବାହାଘର ହବ? ଆମର ତ ଏ ବାହାଘର ଦରକାର ନାହିଁ। ସେ ସାନ ବାପାଙ୍କୁ ବହୁତ କଥା ଶୁଣାଇଲେ। ମୋ ଝିଅ ତୁମ ଘରକୁ ଗଲେ ତାକୁ କ'ଣ ଚାକରାଣୀ କରି ରଖିବ? ଏତିକିରେ ବାହାଘର ଭାଙ୍ଗିଗଲା। ତାଙ୍କର ତା ପରଦିନ ମୁଦି, ଲୁଗାପଟା ଆଉ ଯାହା ସବୁ ଆମ ଘରକୁ ଯାଇଥିଲା ସବୁ ଫେରେଇ ଦେଇଗଲେ। ଆମ ଘରର ଲୁଗା, ସୁନା ତାଙ୍କ ଝିଅର ପସନ୍ଦ ନଥିଲା। ସେ ସେଥିପାଇଁ ବାହାଘର ଭାଙ୍ଗିଲେ। ବୋଉ ବି ବାଧ୍ୟ ହୋଇ ତାଙ୍କ ଜିନିଷ ତାଙ୍କ ହାତରେ ଫେରାଇ ଦେଲା, ତାଙ୍କ ଦାମିକା ଜିନିଷ ସବୁ। ହେଲେ ମୁଦି ପିନ୍ଧି ଭାଇ ବାଙ୍ଗାଲୋର ଯାଇସାରିଥିଲା। ଘରେ ପାଟିତୁଣ୍ଡ ଦିନ ସାରା, ରୋଷେଇ ନାହିଁ। ସନ୍ଧ୍ୟାବେଳକୁ ଭାଇ ଫୋନ୍ କରି ସାନ ବାପାଙ୍କୁ ଗାଳି କଲା। ସାନ ବାପାଙ୍କ ଆଖିରେ ବାପା ଗଲା ଦିନଠୁ ମୁଁ ଲୁହ ଦେଖିନଥିଲି। ଦିଦି ବାହାଘରରେ ବି ସେ କାନ୍ଦି ନଥିଲେ। ହେଲେ ଭାଇ ଏମିତି କ'ଣ କହିଲା ଯେ ସେ ଭୋ ଭୋ ହୋଇ କାନ୍ଦୁଥିଲେ। ବୋଉ ଭାଇ ପାଖକୁ ଫୋନ୍ ଲଗାଇଲା। ବୋଉର ସଂସ୍କାର ସେଦିନ ବୋଧେ ହାର ମାନି ଯାଇଥିଲା ଭାଇର ଜିଦି ପାଖରେ। ଭାଇ ଆମ ସହ ସବୁ ସମ୍ପର୍କ କାଟି ସେ ଝିଅକୁ ବାହା ହେବ ବୋଲି ବୋଉକୁ ତା ନିଷ୍ପତ୍ତି ଶୁଣାଇ ଦେଲା। ବୋଉ କାନ୍ଦି କାନ୍ଦି ଚୁପ୍ ରହିଲା। ଦୁଃଖ କଷ୍ଟରେ ଓଳିଏ ଖାଇ ଓଳିଏ ଉପାସ ରହି ଏଇ ଦିନ ଦେଖିବାକୁ ବାକି ଥିଲା। ସେମାନେ ବାପାଙ୍କ ସମ୍ମାନ ଆଉ ସାନ ବାପାଙ୍କ ମୁହଁରେ ଜୋତା ମାରିଗଲା ପରି କାମ କଲେ। ସେଥିରେ ସାନ ବାପାଙ୍କର କ'ଣ ଦୋଷ ରହିଲା? ସାଇ ଭାଇରେ ମୁହଁ ଦେଖାଇବାକୁ ବି ଟିକେ ରଖିଲାନି ଭାଇ। ଆତ୍ମସମ୍ମାନ ଟିକକ ପାଇଁ ତ ମୁଣ୍ଡ ଟେକି ଚାଲୁଥିଲେ ଆମ ଘର ଲୋକ। ବାହାଘର ଦିନ ଭାଇ ଝିଅ ଘରକୁ ଆସି ବାହା ହୋଇ ଝିଅକୁ ବାଙ୍ଗାଲୋର ନେଇଗଲା। ବରଘର ବୋହୂ ଘର ସବୁ କର୍ମ ଝିଅ ଘର ଲୋକ ହିଁ କରିଥିଲେ। ବନ୍ଧୁ ବାନ୍ଧବ ସାଇ ଭାଇରେ କଥା ହେଉଥିଲେ କି ପୁଅର ବାପା ନାହିଁ, ସାବତ ମା, ପୁଅକୁ ବାହା କରେଇ ଦେଉନି। ସାବତ ମା'ର ବାଡ଼ୁଅ ଝିଅଟା ଘରେ ଅଛି। ସେଇ ସବୁ ନାଟର ଗୋବର୍ଦ୍ଧନ। ସେଇଥିପାଇଁ ଭାଇ ଭାଉଜକୁ ବାହା ବେଦୀରୁ ସାଙ୍ଗରେ ବାଙ୍ଗାଲୋର ନେଇ ଚାଲିଗଲା। ସତ କୋଉଠି ଲୁଚି ରୁହେ? ତୁଣ୍ଡ ବାଇଦ ସହସ୍ର କୋଷ। ସେ କଥା ବୋଉ କାନରେ ପଡ଼ିଲା। ଗାଁ ଲୋକ ସମସ୍ତେ ଟାହି ଟାପରା କରି ଆମ ଉପରେ ହସୁଥାନ୍ତି। ଏଣିକି ଝିଅମାନେ ଶାଶୁଘର ଆଉ ଯିବେନି, ପୁଅମାନେ ଶ୍ୱଶୁର ଘର ଯିବେ। ସେମାନେ ହସିଲେ ବି ଭାଇ ତ ସେଇଭଳି କାମ କଲା ନା। ତାଙ୍କର କହିବାରେ କ'ଣ ଅଛି? ଯାହା ଦେଖିଲେ କହିଲେ। ସେଦିନ ମୁଁ ବି ଭାବୁଥିଲି ବୋଉ ପିଲାବେଳେ ଆମକୁ ଭୁଲ କହୁଥିଲା। ଝିଅ ଜନ୍ମ ପର ଘରକୁ, ଭାଉଜ ତ କାହିଁ ଆମ ଘରକୁ ଆସିଲେନି? ମୁଁ ମୋ ବାହା ନ ହେବା ନିଷ୍ପତ୍ତି ସେଇଦିନ ହିଁ ନେଇଥିଲି। ସେଦିନ ବୋଉ ଭାଇକୁ ମନରୁ ପୋଛି ଦେଇଥିଲା। ରାତିରେ ଗୁମୁରି ଗୁମୁରି କାନ୍ଦେ। ମୁଁ କଡ଼ ନେଉଟେଇ ଚୁପ୍ ହୋଇ ଶୋଇପଡ଼େ। ଯେମିତି ସେ ଶୋଇଛି, ନୀରବ ରହି ଲୁହ ଗଡ଼େଇବା ଛଡ଼ା ତା ପାଖରେ ଆଉ କିଛି ଉପାୟ ନାହିଁ। କେତେଥର ମନୁଆ ଭାଇ ପାଖକୁ ଯାଇ ଭାଇ ପାଖକୁ ଫୋନ୍ ଲଗାଇବାକୁ କୁହେ। ମନୁଆ ଭାଇ ମୋ ଭାଇ ସାଙ୍ଗରେ କଥା ହେଲେ ସେ ତାର ଭଲ ମନ୍ଦ ଟିକେ ଶୁଣିବ, ମନକୁ ବୁଝେଇ ଦେବ। ମୋ ପୁଅ ମୋ ପାଖରେ ନ ରହିଲା ନାହିଁ, ଯେଉଁଠି ଅଛି ଭଲରେ ତ ଅଛି। ଥରେ ଦୁଇଥର କଥା ହେବା ପରେ ମନୁଆ ଭାଇ ଭାଇକି ତା ଭୁଲ ପାଇଁ ଘରକୁ ଆସି ଭୁଲ ମାଗିବାକୁ କହିଥିଲା। ହେଲେ ଲାଭ କ'ଣ ହେଲା? ଭାଇ ତା ଫୋନ୍ ନମ୍ବର ବଦଳେଇ ଦେଲା। ବେଳେବେଳେ ମନ ହେଲେ ଫେସବୁକ୍ ଖୋଲି ଭାଇକୁ ଲୁଚି ଲୁଚି ଦେଖେ। ହେଲେ ଭାଇ ବାହାଘର ପରେ ଫେସବୁକ୍ରେ ଫଟୋ ଅପଲୋଡ଼ କରେନି।
ସେ ପୁରୁଣା ଫଟୋକୁ ଦେଖି ଭାଇ କଥା ଭାବି ଆଖିରୁ 2 ଟୋପା ଲୁହ ଗଡ଼େଇ ମନକୁ ବୁଝେଇ ଦିଏ। ମୋ ଭାଇ, ମୋ ସୁଧୀର ଭାଇ। ଆଜି 6 ବର୍ଷ ପରେ ଭାଇ ତା ଫେସବୁକ୍ରେ ତା ବାହାଘର ଫଟୋ ଅପଲୋଡ଼ କରିଛି। ସବୁ ପୁରୁଣା କଥା ଦୋହରେଇ ହୋଇ ମୋ ମନକୁ ଆନ୍ଦୋଳିତ କରୁଛି। ବହୁତ ସୁନ୍ଦର ଯୋଡ଼ି ମୋ ଭାଇ ଆଉ ଭାଉଜଙ୍କର। ଜାଣିନି ତାଙ୍କ ଘରେ ନୂଆ ଅତିଥିଟିଏ ଆସିଲାଣି କି ନାହିଁ। ଯଦି ତା ଫଟୋ ଦେଇଥାନ୍ତା ବୋଉକୁ ନିଶ୍ଚୟ ଦେଖେଇଥାନ୍ତି। ବାହାଘର ଫଟୋ ଦେଖେଇ ବୋଉର ଶୁଖି ଯାଇଥିବା କ୍ଷତକୁ ଆଉ ଜୀବନ ଦେବାକୁ ଚାହୁଁନି। ତ କାହାଣୀଟି ଏତିକି ଥିଲା। ଆପଣଙ୍କୁ କେମିତି ଲାଗିଲା ଆପଣ ନିଶ୍ଚୟ ଜଣାଇବେ।